ଅଶୁଭ ଭାଙ୍ଗିଲା ଶ୍ରୀମନ୍ଦିର ଉପରେ ଥିବା ଅକ୍ଷୟ ଦଣ୍ଡ। ପୁରୀ ନୀଳଚକ୍ର ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡ ଭାଙ୍ଗି ଯାଇଛି। ଜଗନ୍ନାଥ ଟେମ୍ପଲ ଚୂଡ଼ାରେ ଆଜି ଏହି ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ନୀଳଚକ୍ରରେ ମୁଖ୍ୟ ବାନାକୁ ଧରି ରଖିଥିବା ବାଉଁଶରେ ପ୍ରସ୍ତୁତ ଅକ୍ଷୟ ଦଣ୍ଡଟି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଦିନ ଅପରାହ୍ନରେ ବାନା ପରିବର୍ତ୍ତନ ହୁଏ। ତେବେ ଆଜି ଚୁନରା ସେବାୟତ ବାନା ପରିବର୍ତ୍ତନ କରିବାକୁ ଯିବା ବେଳେ ହଠାତ୍ ଏହି ବାଉଁଶର ଅକ୍ଷୟ ଦଣ୍ଡଟି ଭାଙ୍ଗିଯିବା ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ଖବର, 4 ଦିନ ପରେ +2 ପରୀକ୍ଷା ହେଲେ ଏଯାଏଁ ବାହାରିଲାନି ସାମ୍ପୁଲ ପ୍ରଶ୍ନପତ୍ର। ଚଳିତ ଥର CHSEରେ CBSE ପାର୍ଟନରରେ ପରୀକ୍ଷା କରିବାକୁ ଯାଉଛି। ସେଥିରେ ସବଜେକ୍ଟିଭ ବଦଳରେ ଅବଜେକ୍ଟିଭକୁ ଦିଆଯାଉଛି ଅଧିକ ଗୁରୁତ୍ୱ। କଳା ଓ ବାଣିଜ୍ୟରେ 80 ମାର୍କର ଥିଓରି, 20 ମାର୍କର ଇଣ୍ଟରନାଲ ରହିଛି। ଏଥର ପୁରୁଣା ଢାଞ୍ଚା ନୁହେଁ, ବରଂ CBSE ପାର୍ଟନରରେ ହେବ ପରୀକ୍ଷା। ସବଜେକ୍ଟିଭ ବଦଳରେ ଅବଜେକ୍ଟିଭକୁ ଅଧିକ ଗୁରୁତ୍ୱ ଦେଇଛି CHSE, ଯାହାକୁ ନେଇ ଅଡୁଆରେ ପରୀକ୍ଷା ହଲରେ ବସିବାକୁ ଯାଉଥିବା ଯୁକ୍ତ 2ର 3,93,618 ଛାତ୍ରଛାତ୍ରୀ। ତେବେ ଏହି ପରୀକ୍ଷାରେ କିଭଳି ପ୍ରଶ୍ନ ଆସିବ ସେ ନେଇ ପରୀକ୍ଷାର୍ଥୀଙ୍କ ଦ୍ୱନ୍ଦ୍ୱ ଦୂର କରିବା ଲାଗି CHSE ସାମ୍ପୁଲ ପ୍ରଶ୍ନପତ୍ର ବାହାର କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ପରୀକ୍ଷାକୁ ମଝିରେ ଆଉ ମାତ୍ର 4 ଦିନ ଥିବାବେଳେ ଏଯାଏଁ ସାମ୍ପୁଲ ପ୍ରଶ୍ନପତ୍ର ବାହାର କରିପାରିଲାନି CHE, ଯାହାକୁ ନେଇ ଦ୍ୱନ୍ଦ୍ୱରେ ରାଜ୍ୟର ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ। ସେପଟେ ଶିକ୍ଷକ କହିଛନ୍ତି ବୋର୍ଡ ପକ୍ଷରୁ ଆଗୁଆ ଯେଉଁ ବିଜ୍ଞପ୍ତି ଆସିଥିଲା ସେହି ଆଧାରରେ ପିଲାଙ୍କୁ ପଢ଼ାଯାଇଛି। ପରବର୍ତ୍ତୀ ଖବର, 4ଟି ବିଶ୍ୱ ରେକର୍ଡ କରିବାକୁ ଯାଉଛି ମହାକୁମ୍ଭ ମେଳା। ଇତିହାସ ରଚିବାକୁ ଯାଉଛି ପ୍ରୟାଗରାଜ ମହାକୁମ୍ଭ ମେଳା। ଫେବୃଆରୀ 17ରେ ସରିବ ମହାକୁମ୍ଭ ମେଳା। ଏହି ମହା ଆୟୋଜନ 4ଟି ବିଶ୍ୱ ରେକର୍ଡ କରିବାକୁ ଯାଉଛି, ଯାହା ସ୍ୱଚ୍ଛତା, ପରିବେଶ ସୁରକ୍ଷା ଏବଂ ସମାଜ ସେବାର ବାର୍ତ୍ତା ପ୍ରସାର କରିବ। ମହାକୁମ୍ଭରେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ଟିମ୍ ଉପସ୍ଥିତ ରହି ମାନ୍ୟତା ପ୍ରଦାନ କରିବେ। ମହାକୁମ୍ଭର ପ୍ରଥମ ରେକର୍ଡ ଫେବୃଆରୀ 14ରୁ ଆରମ୍ଭ ହେବ। ଏହି ଦିନ ସଙ୍ଗମ ଅଞ୍ଚଳରେ 15,000 ସଫେଇ କର୍ମଚାରୀ 10 କିଲୋମିଟର ଲମ୍ବା ଗଙ୍ଗା କୂଳକୁ ସଫା କରିବେ। ମହାକୁମ୍ଭ 2019ରେ 10,000 ସଫେଇ କର୍ମଚାରୀ ଏକାଠି ସଫେଇ କରି ଏକ ରେକର୍ଡ ସ୍ଥାପନ କରିଥିଲେ, ଯାହାକୁ ଏବେ 15,000 ସଫେଇ କର୍ମଚାରୀ ଏକାଠି ଭାଙ୍ଗିବେ। ଦ୍ୱିତୀୟ ରେକର୍ଡ ହେଉଛି ଫେବୃଆରୀ 15 ତାରିଖରେ 300 ଜଣ ସଫେଇ କର୍ମଚାରୀ ଗଙ୍ଗା ଏବଂ ଯମୁନା ନଦୀ କୂଳରେ ସଫେଇ ଅଭିଯାନ କରିବେ। ଏଥିରେ ନଦୀ କୂଳ ଏବଂ ଜଳ ସ୍ରୋତ ସମ୍ପୂର୍ଣ୍ଣ ସଫା ରହିବ। ଏହି ଅଭିଯାନ ପରିଷ୍କାର ପରିଚ୍ଛନ୍ନତାର ଗୁରୁତ୍ୱକୁ ଦର୍ଶାଇବା ସହ ପରିବେଶ ବିଷୟରେ ସମସ୍ତଙ୍କୁ ସଚେତନ କରିବା ଦିଗରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବ। ତୃତୀୟ ରେକର୍ଡ ହେଉଛି ଫେବୃଆରୀ 16 ତାରିଖରେ ତ୍ରିବେଣୀ ମାର୍ଗରେ 1,000 ଇ-ରିକ୍ସାର ସବୁଠାରୁ ଲମ୍ବା ପରେଡ ଆୟୋଜନ କରାଯିବ। ଏହି ରେକର୍ଡ ପରିବେଶ ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ପ୍ରୟାସ ଦ୍ୱାରା ମହାକୁମ୍ଭକୁ ପ୍ରଦୂଷଣମୁକ୍ତ କରିବାର ଉଦ୍ଦେଶ୍ୟ ମଧ୍ୟ ହାସଲ ହେବ। ଚତୁର୍ଥ ରେକର୍ଡ ହେଉଛି ଫେବୃଆରୀ 17 ତାରିଖରେ ମହାକୁମ୍ଭରେ 10,000 ଲୋକଙ୍କ ହାତ ଛାପ ନିଆଯିବ। ଏହି ରେକର୍ଡ ପରିଷ୍କାର ପରିଚ୍ଛନ୍ନତା ଏବଂ ପରିବେଶ ସମ୍ପର୍କରେ ସଚେତନତା ପ୍ରସାର କରିବାର ଏକ ଅନନ୍ୟ ଉପାୟ ହେବ। ଏହି ରେକର୍ଡ କରିବା ପାଇଁ ପ୍ରଶାସନ ସମସ୍ତ ପ୍ରସ୍ତୁତି ସମାପ୍ତ କରିଛି। ଏହି 4ଟି ରେକର୍ଡ ତିଆରି ସମୟରେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ଟିମ୍ ଉପସ୍ଥିତ ରହିବେ। ସେମାନେ ଏହି ପ୍ରକ୍ରିୟାଗୁଡ଼ିକୁ ତଦାରଖ କରିବା ସହ ସଠିକ୍ ଭାବରେ ସମାପ୍ତ ହେବା ପରେ ରେକର୍ଡଗୁଡ଼ିକୁ ଚିହ୍ନଟ କରିବେ। ପରବର୍ତ୍ତୀ ଖବର, ବଡ଼ ଘୋଷଣା, ରବିବାର 9 ଘଣ୍ଟା ବିଦ୍ୟୁତ୍ କାଟ। ବରଗଡ଼ ପ୍ରେମାନନ୍ଦ ଖମାରୀ। ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍ ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍ OPTCL ପକ୍ଷରୁ 132/33 kV ପ୍ରଧାନପାଲି ଗ୍ରିଡ୍ ସବଷ୍ଟେସନର ବାର୍ଷିକ ରକ୍ଷଣାବେକ୍ଷଣ ଲାଗି ଆସନ୍ତା 16 ତାରିଖରେ
9 ଘଣ୍ଟା ପାୱାର କଟ୍ ବନ୍ଦ ରହିବ। ସକାଳ 8ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ। ଏଥିରେ ଉକ୍ତ ଜିଲ୍ଲାର ବଡ଼ମାଳ, ବାନ୍ଧୁଟିକ୍ରା, ପଟଲି, ଡେବିରଗଡ଼, ଦେଓଗାଁ, ଗାଇସୀମା, ଗୋବିନ୍ଦପୁର, ଗୋପାଳପୁର, କମଗାଁ, କଟାପଲ୍ଲୀ, କେନ୍ଦୁଗୁଡ଼ା, ଲାଣ୍ଡିଝୁରି, ପ୍ରଧାନପାଲି, ଶରଧାପାଲି, ତେରେଙ୍ଗପାଲି, ତୋରା, ଅମ୍ବପାଲି ତଥା ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ପ୍ରଭାବିତ ହେବ। ଏହି ରକ୍ଷଣାବେକ୍ଷଣ କାର୍ଯ୍ୟ ସ୍ଥିର, ନିରବଚ୍ଛିନ୍ନ ତଥା ଗୁଣାତ୍ମକ ବିଦ୍ୟୁତ୍ ସେବା ପାଇଁ ଅତ୍ୟନ୍ତ ଜରୁରୀ ଅଟେ। ତେଣୁ ସାମୟିକ ସମୟ ପାଇଁ ବିଦ୍ୟୁତ୍ ସେବା ବ୍ୟାହତ ହେବା ଲାଗି DPWODL କର୍ତ୍ତୃପକ୍ଷ ଦୁଃଖ ପ୍ରକାଶ କରିବା ସହିତ ସମ୍ପୃକ୍ତ ଅଞ୍ଚଳର ବିଦ୍ୟୁତ୍ ଗ୍ରାହକ ତଥା ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି। ପରବର୍ତ୍ତୀ ଖବର। ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବକେୟା ଦରମା ପାଇବେ CRP ବ୍ୟାଙ୍କ ମିତ୍ର MBK। ଏହି ଦିନ ଆକାଉଣ୍ଟକୁ ଆସିବ ଟଙ୍କା। ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା, 10 ମାସର ବକେୟା ଦରମା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍। CRP ବ୍ୟାଙ୍କ ମିତ୍ର MBK ପ୍ରାଣୀ ମିତ୍ର ବକେୟା ଦରମା ପାଇବେ। ଗତବର୍ଷ ଏପ୍ରିଲରୁ 10 ମାସର ବକେୟା ଦରମା ନୂଆ ସରକାର ଦେବେ। ଏନେଇ ମୁଖ୍ୟମନ୍ତ୍ରୀ ଲକ୍ଷପତି ଦିଦି 62,000 ଘୋଷଣା କରିଛନ୍ତି। କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ। ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଓଡ଼ିଶା ଜୀବିକା ମିଶନ 2012 ମସିହା ଏପ୍ରିଲ 1 ତାରିଖରୁ କାର୍ଯ୍ୟକାରୀ ହେଉଅଛି। ଏହି ସ୍ୱୟଂ ସହାୟକ ଗୋଷ୍ଠୀ SHG, ଆଞ୍ଚଳିକ ମଞ୍ଚ CLF ଏବଂ ଗ୍ରାମ ପଞ୍ଚାୟତ ସଂଘ GPLF ଗୁଡ଼ିକୁ ସୁଦୃଢ଼ ଓ ସଶକ୍ତ କରିବା ପାଇଁ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କୁ ଗ୍ରାମ ନିଯୁକ୍ତି ଦିଆଯାଇଥିଲା। କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କ ମଧ୍ୟରେ CRP, MBK, ବ୍ୟାଙ୍କ ମିତ୍ର ଓ ପ୍ରାଣୀ ମିତ୍ର ଅନ୍ତର୍ଭୁକ୍ତ ଅଟନ୍ତି। ରାଜ୍ୟରେ ମୋଟ 62,341 ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କୁ ନିଯୁକ୍ତି କରାଯାଇଥିଲା। ଆଗକୁ ଏହିଭଳି ଗୁରୁତ୍ୱପୂର୍ଣ୍ଣ ଖବର ବା ଅଧିକ ସୂଚନା ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଅଲ୍ ନୋଟିଫିକେସନ୍ ଉପରେ ଅନ୍ କରି ରଖନ୍ତୁ, ଯାହାଫଳରେ ଯେବେ ବି ଯେକୌଣସି ଲେଟେଷ୍ଟ ବ୍ରେକିଂ ନ୍ୟୁଜ୍ ଆପଣମାନେ ଆମ ଚ୍ୟାନେଲ ମାଧ୍ୟମରେ ସର୍ବପ୍ରଥମେ ଦେଖିପାରିବେ।